ବାସନ ବନ୍ଧା ପକେଇକି କିଏ କୋଉଠି ଛେଳି ବିକିକି ଆସୁଛନ୍ତି ଯାତ୍ରା ଦେଖିବାକୁ। ଆମେ ଆସୁଛେ କ'ଣ ଏଇ ସାପ ବେଙ୍ଗ ଘୋଡ଼ା ଏଣ୍ଡୁଅ ବତକ ପେଚା ଆକୁ ଦେଖିବା ପାଇଁ? ଆକୁ ଦେଖିବାକୁ ଗଲେ ନନ୍ଦନକାନନ ଅଛି। ଆମେ ନନ୍ଦନକାନନ ଟିକଟ 20 ଟଙ୍କା ଦେଇକି ତାକୁ ଦେଖିପାରିବା। ସାପ ଦ୍ୱାରା 40 ଲକ୍ଷରୁ 80 ଲକ୍ଷ କରିଦେଲେ ଆପଣ କଣ କହୁଛନ୍ତି ସାପର କରାମତି ନାହିଁ ବୋଲି? ଦେଖନ୍ତୁ ସେ ସାପ ରହିଲା କି ଏ ବର୍ଷ ତା ବେକରେ ସାପ ଅଛି? ସେଗୁଡ଼ା ଭାଇରାଲ ଆଜ୍ଞା। ଭାଇରାଲ ଗୋଟେ ଜିନିଷ ଗୋଟେ ୱାର୍ଡ ସେଟା ସୀମିତ ସମୟ ପାଇଁ ଆସେ ପଳେଇ ଯାଏ। ଯେମିତି ସମୁଦ୍ରରେ ଜୁଆର ଆପଣ ଦେଖିଥିବେ ଜୁଆର କେବେ କନଷ୍ଟାଣ୍ଟ ରହେନି। ଜୁଆର ଆସେ କୂଳ ଛୁଏ ପୁଣି ସେ କୂଳକୁ ପଳାଏ। ତେଣୁ କଳାକାର ଯେ ପ୍ରକୃତ କଳାକାର ଯେଉଁମାନେ ଦେଖନ୍ତୁ ଏବେ ବାପି ପଣ୍ଡା ଠାରୁ ଆରମ୍ଭ କରି ସୁବାସ ବେହେରା କି ଦୈତାରୀ ନନା ହୁଅନ୍ତୁ ସେମାନଙ୍କର ଟ୍ୟାଲେଣ୍ଟ ଅଛି କଳା ଅଛି ତାଙ୍କ ନାଁରେ ଟିକେଟ୍ ବିକ୍ରି ହଉ। ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ। ଆଜି ବହୁତ ଗୋଟେ ଖୁସିର ଦିନ ମୋ ପାଇଁ ମୋର ସାଙ୍ଗ ରାଜବୀରର ଆଜି ପୁଣି ଥରେ ରଙ୍ଗମହଲ ପରେ ଏଣ୍ଟ୍ରି କରିଛି ଯାତ୍ରା କେଶରୀରେ। କେଶରୀର ଆଜି ଫାଷ୍ଟ ନାଟକ ମୋ ପ୍ରେମିକା ନୂଆ ପ୍ରେମିକା ତାର ବିଜେଏମ୍ ଯେହେତୁ ମୋ ସାଙ୍ଗଟା ଏଣ୍ଟ୍ରି କଲା ମୋତେ ସ୍ପେଶାଲ ଇନଭାଇଟ୍ କରିଥିଲା ଆଉ ମୁଁ ଆସିଲି। ଆଉ ଦେଖନ୍ତୁ ଆଜ୍ଞା ଗୋଟେ ଯାତ୍ରା ପାର୍ଟିର ପ୍ରଥମ ଯେଉଁଟା ମାନେ ଇମ୍ପୋର୍ଟାନ୍ସ ହେଉଛି ଦର୍ଶକମାନଙ୍କ ପାଇଁ ଲାଇଟ୍ ଆଉ ସାଉଣ୍ଡ ଯେଉଁ ଦୁଇଟା ଜିନିଷ ଏଠି ମାନେ ମହଜୁଦ ଅଛି ଆଉ ବହୁତ ଭଲ ଅଛି ବେଷ୍ଟ ଅଛି। ଗୋଟେ ନୂଆ ପାର୍ଟି ହେଇକି ଯେଉଁ ଭଳିଆ ସାଉଣ୍ଡ ଆଉ ଯେଉଁ ଲାଇଟ୍ ଅଛି କୌଣସି ଗୋଟେ ଏ କ୍ଲାସ୍ ପାର୍ଟି ଠାରୁ ବି କମ୍ ନୁହେଁ। ତେଣୁ ସେଇଟା ଖୁସି ଲାଗିଲା। ଦର୍ଶକମାନେ 5000 ଦର୍ଶକକୁ ନେଇକି ଯେତେବେଳେ ଆମେ ଯାତ୍ରା କରୁଛେ ସବୁ ଦର୍ଶକ ତ ଆଉ କଳାକାରମାନଙ୍କୁ ଦେଖିପାରିବେନି ଏତେ ଦୂରରୁ। ସେମାନେ ସାଉଣ୍ଡ ଦ୍ୱାରା ଜାଣିପାରିବେ ଯେ କେଉଁ ଡାଇଲଗ କେଉଁ କଳାକାର କ'ଣ କହୁଛି। ପ୍ରଥମେ ସାଉଣ୍ଡଟା ଇମ୍ପୋର୍ଟାଣ୍ଟ ଯେଉଁଟା ଏଇଠି ଅଛି ତାପରେ ପଚାରନ୍ତୁ କ'ଣ କହିବି। ଭାଇ ଆପଣ ରାଜବୀରଙ୍କ ସାଙ୍ଗରେ ପ୍ରାୟ ସବୁ ଜାଗାରେ ଦେଖା ଦିଅନ୍ତି ଆପଣଙ୍କୁ ସେ କିଛି କହିଛନ୍ତି? ନାଇଁ ଦେଖା ଦିଅନ୍ତି ନୁହଁ ସେ ମୋର ପିଲାବେଳର ସାଙ୍ଗ ତା ସହିତ ସାଙ୍ଗ ହେଇକି ବହୁତ ଗୁଡ଼େ ମ୍ୟୁଜିକ୍ ଭିଡ଼ିଓ ଆମେ କରିଛୁ ବହୁତ ଗୁଡ଼େ ସିନେମା କରିଛୁ ଥିଏଟର ବି କରିଛୁ। ମଝିରେ ଗ୍ୟାପ୍ ଟିକେ ହେଇଗଲା ସିଏ ବି ଟିକେ ତାର ବିଲ୍ଡର ଲାଇନରେ ରହିଲା ତାପରେ ସେ ପୁଣି ଏଣ୍ଟ୍ରି କଲା 2-3ଟା ସିନେମା ବି ଭଲ ଭଲ ସିନେମା ବି ଦର୍ଶକମାନଙ୍କୁ ଭେଟି ଦେଇଛି। ତା ପାଖରେ ସବୁବେଳେ ଗୋଟେ କିଛି କରିବାର ଗୋଟେ ଆଶା ଆକାଂକ୍ଷା ରହିଛି ଏବଂ ସେ ସବୁବେଳେ ଚେଷ୍ଟା କରିଛି ଯେ ମୁଁ ଯେତେବେଳେ ବି ତା ସହିତ ଦେଖା ହୁଏ ସେ ଗୋଟେ କିଛି କରିବା ପାଇଁ ଚେଷ୍ଟା କରେ କିନ୍ତୁ କିଛି କୁଚକ୍ରୀ ଲୋକ ତାକୁ କେଉଁଠି ନା କେଉଁଠି କଙ୍କଡ଼ା ଭଳିଆ ତାକୁ ପଛକୁ ଟାଣନ୍ତି ସେ ଜାଣିପାରେନି। ସେ ଟିକେ ଖୋଲା ପିଲାଟା ସେ କିଛି ଯିଏ ଯାହା କହିଦେଲା ସେଇଥିରେ ସେ ଭାସିଗଲା। ତେଣୁ ସେ ସବୁ କଥା ଗୁଡାକ ଖୋଲିକିରି କହୁନାହାନ୍ତି ଆପଣଙ୍କୁ କିଛି କହିଛନ୍ତି କାହିଁ ଛାଡ଼ିଲେ ଯାତ୍ରା ପାଇଁ? ନା ସିଏ କହିବା କଥା ଯେ ଯାତ୍ରା ପାର୍ଟି ଛାଡ଼ିବା ତାର କ'ଣ ଗୋଟେ ଆମର ଯେଉଁ ଭୁବନେଶ୍ୱର ଯେଉଁ ସିନେମା ସେ କରିଥିଲା ସଲାମ ଭୁବନେଶ୍ୱର ତାର ପାର୍ଟ 2ର କାମ ବି ବହୁତ ଗୁଡ଼େ ବାକି ଅଛି। ସେ ସିନେମାରେ ବି ମୁଁ ଅଛି। ସିଏ ମାଇଣ୍ଡ ମେକଅପ୍ କରିଥିଲା ଏ ବର୍ଷ ସେ ସିନେମାଟାକୁ ରିଲିଜ୍ କରିବ ବୋଲି। ତ ସିଏ ସେଥିପାଇଁ 50% ସିନେମା ମୁହାଁ ହେଇଥିଲା। ପୁଣି ମୁଁ ତାକୁ ବୁଝେଇଲି ମୁଁ କହିଲି ଦେଖ ସାଙ୍ଗ ତୁ ଗୋଟେ ଯାତ୍ରାରେ ଏଣ୍ଟ୍ରି କରୁଛୁ ପ୍ରଥମ ବର୍ଷ ମାନେ ଯଦି ଗ୍ୟାପ୍ ଦେଇଦେବୁ ଅଡ଼ିଏନ୍ସ ମାନେ ଯେଉଁ ଭଲ ପାଇବାଟା ତୋତେ ରଙ୍ଗମହଲରେ ଦେଇଛନ୍ତି ସେମାନେ ଭୁଲିଯିବେ। ଏମିତି ମାଇଣ୍ଡ ମେକଅପ୍ କରି ଯାହା ହଉ ଲାଷ୍ଟ ଷ୍ଟେଜ୍ରେ ଆମେମାନେ ବୁଝେଇଲା ପରେ ଯାତ୍ରା କେଶରୀରେ ସେ ଏଣ୍ଟ୍ରି କରିଛି। ଆଉ ରଙ୍ଗମହଲରେ ଯାହା ଅଭିନୟ କରିଥିଲା ତାଠାରୁ 100% ବେଟର୍ କରିବ ଯାତ୍ରା କେଶରୀରେ। ସେଥିପାଇଁ ସେ ଫିଜିକାଲି ମେଣ୍ଟାଲି ପ୍ରିପେୟାର ହେଉଛି। ରଙ୍ଗମହଲରେ ଯାହା ତା ପାଖରେ କମି ଥିଲା ଦର୍ଶକମାନଙ୍କର ଯାହା କିଛି ଯେଉଁ କମେଣ୍ଟ କି ଯାହା କିଛି ମୁଁ ପଢ଼ିଛି ସେଇଟା ସେ ନିଶ୍ଚୟ 100% ଯାତ୍ରା କେଶରୀର ଯେଉଁ ଆଗାମୀ ବହି ଆସୁଛି ସେକେଣ୍ଡ ବହି ମୁଖାଗ୍ନି ସେଥିରେ ସେ 100% ବେଷ୍ଟ ଦେବ। ମନରେ ଆଶା ଆସିନି ରାଜବୀରଙ୍କ ଭଳି ଯାତ୍ରା ମଞ୍ଚରେ ମୁଁ ବି ମଧ୍ୟ ଅଭିନୟ କରିବି? ଦେଖନ୍ତୁ ଆଜ୍ଞା ମୋତେ ବି ବହୁତ ଥର ଅଫର୍ ଆସିଛି ଏ ବର୍ଷ ବି ଅଫର୍ ଥିଲା କିନ୍ତୁ ମୋ ସାଙ୍ଗମାନେ ଯେହେତୁ ଏଣ୍ଟ୍ରି କରିଛନ୍ତି ବର୍ଷେ 2 ବର୍ଷ ହେଲା ରାଜବୀର ନୁହଁ ଆହୁରି ବହୁତ ଗୁଡ଼ିଏ ସାଙ୍ଗ ଏଣ୍ଟ୍ରି କରିଛନ୍ତି ସେମାନଙ୍କର ସିଚୁଏସନ୍ ମୁଁ ଯାହା ଦେଖୁଛି ତେଣୁ ମୁଁ ଫୁଲ୍ ପ୍ରିପାରେସନ୍ରେ ପୁରା ମାଇଣ୍ଡ ମେକଅପ୍ କରିକି ତିଆରି ହେଇକି ଯିବି। ଆଉ ସେଠି ତିଆରି ହେବା କି ସେଠି ଶିଖିବା ପାଇଁ ଆଉ ବୟସ ନାହିଁ କି ସମୟ ନାହିଁ। ଏଇଠୁ ତିଆରି ହେଇକି ରେଡି ହେଇକି ଯିବା ସେଠି ଝଲକ ଦେଖେଇବା। ଦେଖନ୍ତୁ ଆଜ୍ଞା ସାପ ବେଙ୍ଗ ଶୁଣନ୍ତୁ ସାପ ବେଙ୍ଗ ଘୋଡ଼ା ବିଲେଇ ଏଣ୍ଡୁଅରେ ଯାତ୍ରା ହୁଏନି। ଯାତ୍ରା କରିବାକୁ ହେଲେ ଗୋଟେ କଳାକାର ପାଖରେ ଦକ୍ଷତା ଥିବା ଦରକାର। ତାର ଡାଇଲଗ ଡେଲିଭରି ଠାରୁ ତାର ବଡିର ପୋସ୍ଚର ଜେସ୍ଚର 5000 ଅଡିଏନ୍ସକୁ ଫେସ୍ କରିବା ଗୋଟେ ଛୋଟିଆ କଥା ନୁହଁ। ये सिनेमा के सीरियल नुहे जे आमे गोटे कैमेरा फ्रेम भितर रहीकि एंडुआ भाया मुंडू को एपट सेपट करके डायलॉग कहवा ये 5000 दर्शक को आमे तांको साटिस्फैक्शन करने को हेले आमर टोटाल बॉडीर मुंड ठारू पाद जाके टोटाल आमर बॉडीर जेतिक पार्ट्स
तार पर आमर फेसियाल एक्सप्रेशन डायलॉग डेलीवरी बॉडीर जेस्चर पोस्चर को आम जदि ठीक भाव में तापर सबुठार बड़ जिनस हूँ डायलॉग आम जदि डायलॉगटा ठीक भाव में थ्रो करवा ताले 5000 दर्शक पाखे डायलॉगटा पहुँचब आम जदि डायलॉगटा को भी मांदा करदेबा ताले दर्शक मैंने आमको कौटि ना कौटि अणदेखा करेंगे जो कि टैलेंट आमर राजवीर पाखे अच्छी आउ जड़े आज्ञा देखूँ गोटे सीढ़ी आम जो गोटे छात को चढ़ुचे आम 20 टा 30टा सीढ़ी चढ़ला जाऊे से बर्तमान गोटे सीढ़ी बा गोटे पाहाच चढ़ी दर्शक मैंने जो व्यतीव्यस्त हो जाती हे कर ये है सी है वर्ष 2 वर्ष स्कोप दियो ताको देख सी कौन करुचे कौन प्रथम वर्ष कला रंग मल्ले जहाँ जी सी कर मो हिसाब से ठीक अच्छे ए वर्ष आउ टे कर थर्ड इयर पीयूष साई फाई जो काना टाइया फाइया से रेंज को भी से जीव आमको पेसेन्स सहित गोटे नुआ कलाकार गोटे सिनेमा सीरियल आसी माने आम टे स्कोप दवा सुजोग दवा अस्तव्यस्त हेनी साप करा 40 लाख 80 लाख करदे आप सापर करामती नहीं बोली देखते से साप रही कि ए वर्ष ता बेकर साप अच्छी से गोटे भाइराल आज्ञा भाइराल गोटे जिनस गोटे वार्ड सेटा सीमित समय आसे पड़े जाए जमी समुद्र जुआर आप देखिथे जुआर के कन्स्टाट रहे जुआर आसे एकूल छुए पुणी से कूल को पलाए तेणु कलाकार जे प्रकृत कलाकार जो मैंने देखते बापी पंडा ठार आरंभ कर सुभाष बेहरा कि दैतारी नना हूँ से टैलेंट अच्छी कला अच्छी ना टिकेट बिक्री होना टिकेट बिक्री होची आमे गोटे 10टा मीडिया डाकिक निजुक निजे आमे कहवा आमे स्टार आमे सही मीडिया आगे तुम कहीकि मीडिया आगे रही कि दर्शक जो मैंने गाँ गली दर्शक जो मैंने 300 400 500 टଙ୍କା टिकट देकी किए आज्ञा कौटी बासन बंधा पकईकि किए कौटी छेली बिकिकी आसुन यात्रा देखा कारण यात्रा हूँ आम ओडिशार कला संस्कृति परंपरा ऐतिह्यर मानदंड यात्रा जमती सिनेमा सीरियल हो ये सब लोक कहीं देखा आसुँच कि ना कि आम समाज में प्रतिदिन घटी जाऊा जिनस को देखापी यात्रा बा अभिनय मध्यम आम आसुचे आम आसुचे कौन साप बेंग घोड़ा एंडुओ बतक पेचा आपको देखापी आपको देखा गले नंदनकानन अच्छी आम नंदनकानन टिकट 20 टଙ୍କା देकी देखी पार यात्रा कहीं आसवा यात्रा आम अभिनय देखा आसुचे कला देखा आसुचे गोटे कलाकार टैलेंट गोटे कहानी देखा आम आसुचे कहानीटा सब बेले भल हवा दरकार जाओ केसरी जो मालिक आमर स्वाई बाबू तांको मु हृदय धन्यवाद दूची जे एत बड़ अनुष्ठान गोटे सी कि अभिनयर ना यात्रार सी अक्षर जानी ना फ्रेश लोक ये जो साहस कर जो दुस्साहसिक पदक्षेप नहीं प्रभु जगन्नाथ निकट प्रार्थना करुँच यात्रा केसरी आहरी आग को जाओ आहरी ना करूँ जय जगन्नाथ।